नमस्कार मु जगदीश आपणक ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର ମନ୍ଥା ପାଇଁ ଘୁଞ୍ଚିଲା ଯୁକ୍ତ 2 ଫର୍ମ ଫିଲଅପ୍ ତାରିଖ। ଅକ୍ଟୋବର 28ରେ ଶେଷ ହେବାକୁ ଥିଲା 2026 ଯୁକ୍ତ 2 ଫର୍ମ ଫିଲଅପ୍ ତାରିଖ, କିନ୍ତୁ ବାତ୍ୟା ମନ୍ଥର ପାଇଁ ପ୍ରଭାବ ପାଇଁ ଅନ୍ୟ କଲେଜର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରି ନାହାନ୍ତି। ଏନେଇ କଲେଜଗୁଡ଼ିକଠାରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2026 ଯୁକ୍ତ 2 ପରୀକ୍ଷା ଲାଗି ଫର୍ମ ପୂରଣ ଅକ୍ଟୋବର 28ରେ ହେବାକୁ ଥିଲା, ହେଲେ ବାତ୍ୟା ମନ୍ଥର ଲାଗି ଫର୍ମ ପୂରଣ ହୋଇପାରିନଥିବା ବେଳେ ଯାହାକୁ ନେଇ ଅନେକ କଲେଜରେ ଫର୍ମ ପୂରଣ ହୋଇପାରିନଥିଲା। ଶେଷରେ ଅନେକ କଲେଜକୁ ବୋର୍ଡରୁ ତାରିଖ ଅବଧି ବୃଦ୍ଧି କରିବା ଲାଗି ନିବେଦନ ଆସିବା ପରେ କଲେଜଙ୍କ ଆବେଦନକୁ ବିଚାରକୁ ନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯୁକ୍ତ 2 ଫର୍ମ ପୂରଣ ପାଇଁ ତାରିଖ ନଭେମ୍ବର 3 ତାରିଖ ଯାଏଁ ଘୁଞ୍ଚାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା 120 ଜଣ ମଧ୍ୟରୁ 114 ଜଣ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛି। କୋର୍ଟ 50,000 ଟଙ୍କା ବେଲ୍ ବଣ୍ଡ ଓ 2 ଜଣ ଜମିନଦାରଙ୍କ ମୁଚାଲିକା ସହିତ ସାକ୍ଷୀକୁ ପ୍ରଭାବିତ ନ କରିବା, ଥାନାରେ ହାଜିର ହେବା ଓ ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ଜାମିନ ମଞ୍ଜୁର କରିଛି। 114 ଜଣଙ୍କ ମଧ୍ୟରୁ ଅଧିକ 40 ଓକିଲ ଜାମିନ ଆବେଦନ କରିଥିବା ବେଳେ କିନ୍ତୁ ମାଷ୍ଟରମାଇଣ୍ଡ ମୁନା ମହାନ୍ତି ସମେତ 9 ଜଣଙ୍କ ଜାମିନ ଆବେଦନ ଖାରଜ କରାଯାଇଛି। ଏକାବେଳେ ଏସ୍ଆଇ କେଳେଙ୍କାରୀଙ୍କ ତଦନ୍ତର ଅଂଶ ଭାବରେ ନୟାପଲ୍ଲୀରେ ଥିବା ବାଣିକ ଇନଷ୍ଟିଚ୍ୟୁଟ ଉପରେ କ୍ରାଇମବ୍ରାଞ୍ଚ ରେଡ୍ କରିଥିବା ବେଳେ ଏଚ୍ଆର୍ ବିଭାଗରେ ଲାପଟପ୍ ଓ ଦରକାରୀ କାଗଜପତ୍ର ଜବତ ହୋଇଥିବା ବେଳେ 5 ବର୍ଷର ଚାକିରି ପ୍ରାର୍ଥୀଙ୍କ ଲିଷ୍ଟ ମଧ୍ୟ ଖୋଜି ତଦନ୍ତ ଆରମ୍ଭ କରିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବାତ୍ୟା ମନ୍ଥ ଦ୍ୱାରା ରାଜ୍ୟର 33 ବ୍ଲକ ଓ 11 ସହରାଞ୍ଚଳ ପ୍ରଭାବ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ମନ୍ଥା ପ୍ରଭାବ ହୋଇଥିଲେ ବର୍ଷା ଯୋଗୁଁ ଅନେକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲା ଘଷାଣି ନୂଆଗାଁ ବ୍ଲକରେ ସର୍ବାଧିକ 150 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାଜ୍ୟର 56ଟି ବ୍ଲକରେ 50ରୁ 100 ମିଲିମିଟର ବର୍ଷା ହୋଇଛି। 362ଟି ମୁକ୍ତ ରସଶାଳାରେ 18,762 ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିବା ବେଳେ ଗୁରୁବାରଠାରୁ ବିଭିନ୍ନ ବିଭାଗର କ୍ଷୟକ୍ଷତି ଆକଳନ ଆରମ୍ଭ ହେବ। କିଛି ସ୍ଥାନରେ ଘରର କ୍ଷୟକ୍ଷତି ହେବାକୁ ସୂଚନା ମିଳିଛି ଏବଂ ରିପୋର୍ଟ ଆସିବା ପରେ ତୁରନ୍ତ ସରକାରୀ କ୍ଷତିପୂରଣ ପ୍ରଦାନ କରାଯିବ। ବାତ୍ୟାକୁ ଦୃଷ୍ଟିରେ ରଖି 19,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ବେଳେ 2,198 ଆସନ ପ୍ରସାଦକୁ ମଧ୍ୟ ସ୍ଥାନାନ୍ତର କରାଯାଇଥିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ସତ୍ତ୍ୱେ ଭାଜପା ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସୁବିଧା ଶକ୍ତି ସମାବେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିର୍ବାଚନ ପ୍ରଚାର କରିଥିବା ଅଭିଯୋଗ ଉଠିଛି। ରାଜ୍ୟ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଗତ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ସେ ଏହି ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସୁଭଦ୍ରା ଯୋଜନା ନାମରେ ଭାଜପା ଲୋକଙ୍କୁ ଭ୍ରମିତ କରିଥିବା ବେଳେ ସୋନାଲି ସାହୁ ଆହୁରି କହିଛନ୍ତି ନିର୍ବାଚନ ପୂର୍ବରୁ ଯେଉଁଠାରେ 50,000 ଟଙ୍କା ଦେବା କଥା ଥିଲା ସେଠାରେ ବର୍ତ୍ତମାନ ସୁଦ୍ଧା ମାତ୍ର 10,000 ଟଙ୍କା ବା 2ଟି କିସ୍ତି ଦିଆଯାଇଛି। ଏହି ଯୋଜନାର ଭୋଟ ହାତେଇବା ଉପାୟ ବୋଲି ଆକ୍ଷେପ କରିଥିବା ବେଳେ ସମ୍ମିଳନୀରେ ଡକ୍ଟର ମୋନାଲିସା ଦାସ ପଟ୍ଟନାୟକ, ଅନାଦି ସାହୁ ଓ ସୁଧୀର ମିଶ୍ର ଉପସ୍ଥିତ ଥିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଇ-କମର୍ସ ଜାୟାଣ୍ଟ ଆମାଜନ ପୁଣି ଥରେ ବଡ଼ ପରିମାଣରେ ଛଟେଇ କରିବାକୁ ଯୋଜନା କରିଛି। ରିପୋର୍ଟ ଅନୁଯାୟୀ 3.5 ଲକ୍ଷ କର୍ପୋରେଟର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ 10% ଆର୍ଥିକ ପ୍ରାୟ 30,000 କର୍ମୀ କମ୍ପାନୀରୁ ବିଦାୟ ପାଇପାରନ୍ତି। କୋଭିଡ ସମୟରେ ଆମାଜନ ଆବଶ୍ୟକତାରୁ ଅଧିକ କର୍ମଚାରୀ ନିଯୁକ୍ତି କରିଥିବା ବେଳେ ବର୍ତ୍ତମାନ ଖର୍ଚ୍ଚ କମାଇବା ପାଇଁ କମ୍ପାନୀ କର୍ମଚାରୀ ସଂଖ୍ୟା କମାଇବାକୁ ପଦକ୍ଷେପ ନେଇଛି। 2022 ପରେ ଏହି ଆମାଜନଠାରୁ ସବୁଠୁ ବଡ଼ ଛଟେଇ ହୋଇଥିବା ବେଳେ ସେତେବେଳେ 27,000 କର୍ମଚାରୀଙ୍କୁ ବିଦାୟ ଦିଆଯାଇଥିଲା। ବର୍ତ୍ତମାନ ଆମାଜନର ପ୍ରାୟ 1.55 ମିଲିୟନ କର୍ମଚାରୀ ରହିଥିବା ବେଳେ କେତେକ ରିପୋର୍ଟରେ ଏହି ଛଟେଇ ପରେ କୃତ୍ରିମ ବୁଦ୍ଧିମତ୍ତା ଦାୟୀ ବୋଲି ଆଶଙ୍କା କରାଯାଉଛି। ଆମାଜନ ପକ୍ଷରୁ ଆଧିକାରିକ ଭାବରେ କୌଣସି ନିଶ୍ଚିତ ଆକର୍ଡ ଘୋଷଣା କରାଯାଇନଥିବା ବେଳେ କମ୍ପାନୀର ଆର୍ଥିକ ନୀତି ଓ ପ୍ରାଥମିକ ପରିବର୍ତ୍ତନ ସହିତ ଆଉ ଛଟେଇ ବଢ଼ିପାରେ ବୋଲି ଖବର ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଲୋକସେବା ଭବନରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟରେ ନିଆଁ ଲାଗିଥିବା କୁହାଯାଉଛି। ଅଳ୍ପ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଗୃହ ବିଭାଗର ପ୍ରକୋଷ୍ଠରେ ନିଆଁ ଲାଗିଥିଲା। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବାର ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ। ତେବେ ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବାତ୍ୟା ମନ୍ଥର ବେଳେ କୋରାପୁଟ ଜିଲ୍ଲାରେ ମୋଟ 136 ଜଣ ଶିଶୁ ଜନ୍ମ ହୋଇଥିବା ବେଳେ ସେଥିମଧ୍ୟରୁ 67 ଜଣ ପୁଅ ଓ 69 ଜଣ ଝିଅ ରହିଥିବାର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ବିଭାଗର ଡକ୍ଟର ନୀଳମାଧବ ଶତପଥୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ମନ୍ଥର ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ମେଡିକାଲରେ ଓ ମା ଘର ମୋଟ 332 ଜଣ ଗର୍ଭବତୀ ମାଙ୍କୁ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଘରେ 160 ଜଣଙ୍କୁ ଓ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ 172 ଜଣଙ୍କୁ ରଖାଯାଇଥିଲା। ଗତ 26 ଓ 28 ତାରିଖରେ ଏହି 36 ଜଣ ଶିଶୁ
ଜନ୍ମ ହୋଇଥିବା ବେଳେ ଶିଶୁମାନଙ୍କ ମଧ୍ୟରେ 2ଟି ଜମାଳା ରହିଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ନବଜାତ ଓ ମା ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଧନତେରସ ପରେ ବ୍ୟାପକ ବୃଦ୍ଧି ହୋଇଥିଲା ସୁନା ଦର, ଏବେ ତଳମୁହାଁ ହୋଇଛି। ଗତ 2 ସପ୍ତାହ ଧରି ସୁନା ଓ ରୂପାର ଦର ଲଗାତାର ହ୍ରାସ ପାଇଥିବା ବେଳେ ଗତକାଲି 24 କ୍ୟାରେଟ ସୁନାର ଦର 1,21,580 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ଦର 1,11,450 ଟଙ୍କା ପହଞ୍ଚିଛି। ଭୁବନେଶ୍ୱର, ମୁମ୍ବାଇ ଓ କୋଲକାତା ମଧ୍ୟରେ ରେଟ୍ ସମାନ ରହିଥିବା ବେଳେ ରୂପାର କିଲୋ ପିଛା 1,52,000 ଟଙ୍କା ରହିଛି। ବଜାର ବିଶେଷଜ୍ଞମାନଙ୍କ ମତ ଅନୁସାରେ ଆମେରିକା ଚୀନ ସମ୍ପର୍କରେ ସୁଧାର ଓ ପ୍ରଫିଟ୍ ବୁକିଂ ଓ ପ୍ରବଣ ଶେଷ ହେବା ସହିତ ଡିମାଣ୍ଡ କମିବା ଦ୍ୱାରା ସୁନାର ଦର ହ୍ରାସ ପାଇଥିବା ସୂଚନା ଆସିଛି। ଯଦିଓ ଲକ୍ଷ ଟଙ୍କା ତଳକୁ ଖସିବା ସମ୍ଭବ ଅଧିକ ନାହିଁ, ତଥାପି ଆସନ୍ତା ଦିନରେ ଦର ଆହୁରି କମିପାରେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଏହା ଖାସ୍ କରି ମଧ୍ୟବିତ୍ତ ଓ ସାଧାରଣ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର ସୂଚନା।